ଯାହାକୁ ଚପରାସି ଭାବି ମନା କରିଦେଇଥିଲା ପୂଜା, ଥରେ କରୋଡ଼ପତି ଅଫିସର ମାଲିକ ଦେଖି ପୂଜାର ହୋସ୍ ଉଡ଼ିଗଲା। ନିଶ୍ୱାସ ରହିଗଲା ପରି ଅନୁଭବ ହେଲା। ଏ କାହାଣୀଟି ମଧ୍ୟପ୍ରଦେଶର ସତ୍ୟ ଘଟଣା। ଜଣେ ବ୍ୟକ୍ତି ଡୁବି ଯାଇଥିବା କମ୍ପାନୀକୁ ବିକିବା ପାଇଁ ନିଜ ପତ୍ନୀ ସହିତ ଗୋଟେ ବଡ଼ ବିଜନେସମ୍ୟାନ୍ ପାଖକୁ ଯାଇଥିଲେ। ଆଶା କେବଳ ଏତିକି ଥିଲା କି କାଳେ କିଏ ତା'ର କମ୍ପାନୀକୁ ସମ୍ଭାଳିବ, ତା ନାଁରେ ହୋଇଥିବା କମ୍ପାନୀଟି ବଞ୍ଚିଯିବ। ଏ ଦୁଇଜଣ ପତି ପତ୍ନୀ ଅଫିସର ୱେଟିଂ ଚେୟାରରେ ବସି ଅପେକ୍ଷା କରିଥିଲେ। ଚକାଚକ୍ କାଚମହଲର ଅଫିସ୍, ଥଣ୍ଡା ହାୱା ବାହାରୁଥିଲା ଅଫିସରୁ। କିନ୍ତୁ ଏତେ ଥଣ୍ଡାରେ ବି ଦୀପକର ମଥାରୁ ଝାଳ ବାହାରୁଥାଏ। କାହିଁକି ନା କେବଳ କମ୍ପାନୀ ନୁହେଁ, ତା'ର ଆତ୍ମସମ୍ମାନ ଉପରେ ଯେମିତି ତା'ର ଦାଗ ନ ଲାଗୁ। କିଛି ସମୟରେ ଜଣେ ବ୍ୟକ୍ତି ଆସି କହିଲେ, ସାର୍, ଆପଣଙ୍କୁ ଭିତରକୁ ଡାକୁଛନ୍ତି, ଆପଣ ଆସନ୍ତୁ। ପତି ପତ୍ନୀକୁ ଦେଖିଲେ। ପତ୍ନୀ ହାଲକା ମୁଣ୍ଡ ହଲାଇଲେ। ଦୁଇଜଣ ଉଠି ଅଫିସର ରୁମ୍ ଆଡ଼କୁ ଚାଲିଗଲେ। ଭିତରେ ଡୋର୍ ଖୋଲିଲେ। ଆଉ ଯେମିତି ଆଲିସାନ କ୍ୟାବିନ୍ ଭିତରକୁ ଗଲେ, ତାଙ୍କ ଆଖି କିଛି ସମୟ ପାଇଁ ଲାଖି ରହିଗଲା। କାହିଁକି କି ଯେଉଁ ମାଲିକ ଚେୟାର ଉପରେ ବସିଥିଲେ ସେ ଆଉ କେହି ନୁହନ୍ତି। ସେ ସେହି ଯୁବକ ଥିଲା ଯିଏ ଦୀପକର କମ୍ପାନୀରେ ମାମୁଲି ଚପରାସି ଥିଲା। ଦୀପକ ଓ ପୂଜା ରାହୁଲକୁ ଚାହିଁ ରହିଥାନ୍ତି। ପୂଜାର ଆଖିପତା ପଡ଼ୁନଥାଏ, ଚେହେରାର ରଙ୍ଗ ଉଡ଼ିଯାଇଥାଏ। ସେ ଧୀର ସ୍ୱରରେ ଦୀପକ କାନରେ ଫୁସ୍ଫୁସ୍ କରି କହିଲା, ଦୀପକ, ଏ ସେଇ ନା? ଦୀପକ ଚୁପ୍ ରହିଲା, କାରଣ ସେ ମଧ୍ୟ ସକ୍ ଖାଇଗଲା। ସାମ୍ନାରେ ବସିଥିବା ରାହୁଲ ଏବେ କେଉଁ ଚପରାସି ନୁହେଁ, ସେ କୋଟିପତି କମ୍ପାନୀର ମାଲିକ। ରାହୁଲ ଦୀପକକୁ ଦେଖି କହିଲା, ଆସନ୍ତୁ ଆଜ୍ଞା, ବସନ୍ତୁ। ଦୀପକ ମଧ୍ୟ ବହୁତ ଧୀର ସ୍ୱରରେ କହିଲା, ଆମେ ଆମ କମ୍ପାନୀକୁ ବିକିବାକୁ ଚାହୁଁଛୁ ଆପଣଙ୍କୁ। କିନ୍ତୁ ରାହୁଲ ଦୀପକର କଥା କାଟିକି କହିଲା, ମୁଁ ଜାଣିଛି ଆପଣ କ'ଣ ପାଇଁ ଏଠାକୁ ଆସିଛନ୍ତି। ରାହୁଲ ବହୁତ ଧୀର ସ୍ୱରରେ ଶାନ୍ତିର ସହ କହିଲା, ଏମିତି କେବଳ ସେତେବେଳେ ଆସେ ଭାବନା, ଯେତେବେଳେ ମଣିଷ ଖାଇଥିବା ଧୋକାକୁ ତାକତ କରିଥାଏ। ରାହୁଲ କହିଲା, ସରି, ମୋର ଏଇ ଡିଲ୍ କୌଣସି ଇଣ୍ଟରେଷ୍ଟ ନାହିଁ କରିବା ପାଇଁ। ଦୀପକ ଟିକେ ବିଚଳିତ ହୋଇଗଲା। କହିଲା, ଆପଣ ବୋଧେ ମୋ କମ୍ପାନୀର ରିପୋର୍ଟ ଦେଖିନାହାନ୍ତି। ରାହୁଲ ଧୀରେ ହସିଲା ଆଉ କହିଲା, କିଛି କଥା କେବଳ ରିପୋର୍ଟରେ ନଥାଏ, ବିତି ଯାଇଥିବା ସମୟରୁ ଶିଖିବାକୁ ପଡ଼ିଥାଏ। ଏତିକି କହି ରାହୁଲ ରିସେପ୍ସନ୍କୁ ଫୋନ୍ କରି କହିଲା, ରୀନା, ସାର୍ ଓ ମ୍ୟାମ୍କୁ ବାହାରେ ଛାଡ଼ି ଦେଇ ଆସ। ଏବେ ଦୀପକ ଓ ପୂଜା ବୁଝି ଯାଇଥିଲେ କି ତାଙ୍କୁ ରାହୁଲ ଚିହ୍ନି ପାରିଛି। ସେ କିଛି ଭୁଲି ନାହିଁ। ଦୁଇଜଣ ଚେୟାର ଉଠି ବାହାରକୁ ଯିବାକୁ ଲାଗିଲେ। ହଠାତ୍ ପୂଜାର ପାଦ ରହିଗଲା। କହିଲା, ଦୀପକ, ମୁଁ ମୋ ବ୍ୟାଗ୍ ଭିତରେ ଛାଡ଼ିକି ଆସିଛି, ତୁମେ ଯାଅ, ମୁଁ ମୋ ବ୍ୟାଗ୍ଠୁ ନେଇ ଆସୁଛି। ଦୀପକ କିଛି କହିବାକୁ ଯାଉଥିଲା, ପୂଜା ଭିତରକୁ ଚାଲିଗଲା ରାହୁଲ କ୍ୟାବିନ୍କୁ। ରାହୁଲ ଫାଇଲ୍ ଦେଖୁଥିଲା। ପୂଜା ଧୀରେ ଧୀରେ ଟେବୁଲ ପାଖକୁ ଗଲା ଆଉ ନିଜ ବ୍ୟାଗ୍କୁ ଉଠାଇଲା। କିନ୍ତୁ ତା ଆଖିରୁ ଲୁହ ଠପ ଠପ ହୋଇ ପଡ଼ୁଥିଲା। ଧୀର ସ୍ୱରରେ କହିଲା, ରାହୁଲ, ମୁଁ ଜାଣିଛି ମୁଁ ତୁମର ଭରସା ଭାଙ୍ଗିଛି, ଯାହା ମୋର ହକ୍ ନଥିଲା। କିନ୍ତୁ ତୁମେ ଯଦି କହିବ ତ ପୁଣି ଆମେ। ରାହୁଲ ପୂଜାକୁ ଚାହିଁଲା। ତା'ର ଚେହେରା ବହୁତ ଶାନ୍ତ ଥିଲା, କିନ୍ତୁ ଆଖିରେ ତା'ର ବହୁତ କ୍ରୋଧ ଥିଲା। ରାହୁଲ କହିଲା, ପୂଜା, ଯଦି ସେଦିନଠୁ ତୁ ମୋତେ ଧୋକା ନ ଦେଇଥାନ୍ତୁ, ତେବେ ହୁଏତ ମୁଁ ଆଜି ଏ ଜାଗାରେ ପହଞ୍ଚି ପାରିନଥାନ୍ତି। ସେ ଧୋକାବାଜକୁ ଧନ୍ୟବାଦ। ପୂଜାର ଆଖିରୁ ଲୁହ ରହିବାର ନାଁ ହିଁ ନେଉନଥିଲା। ପୂଜା କହିଲା, କ'ଣ ଆମେ ଆଉଥରେ ଏକାଠି ହୋଇପାରିବାନି? ରାହୁଲ ପୂଜାର କଥା ସମ୍ପୂର୍ଣ୍ଣ ନ ଶୁଣି କହିଲା, ତୁମ ସାଥିରେ ଯିଏ ବି ରହୁଛି ସେ ବର୍ବାଦ ହିଁ ହେଉଛି। ତା'ର ବ୍ୟାଙ୍କ ବାଲାନ୍ସ ଖାଲି ହେଉଛି ତ, ନହେଲେ ତା ଭାଗ୍ୟ ଖରାପ ହେଉଛି। ପ୍ରଥମେ ମୁଁ ଥିଲି, ତାପରେ ଦୀପକର ଏ ଅବସ୍ଥା। ଆଉ ଯଦି ମୁଁ ତୁମକୁ ଆଉ ଥରେ ମୋ ଜୀବନରେ ଆସିବାକୁ ଦେବି, ତ ବୋଧହୁଏ ମୁଁ ବି ମାଟିରେ ମିଶିଯିବି। ଏଥିପାଇଁ ତୁମେ ଏଠାକୁ ଯାଅ ପୂଜା। ମୋର ତୁମେ ଦରକାର ନାହଁ। ତୁମ ପାଇଁ ମୋ ମନରେ ଟିକେ ବି ଜାଗା ନାହିଁ। ପୂଜା ନିଜ ବ୍ୟାଗ୍ ନେଇ ବାହାରକୁ ଚାଲିଗଲା। ପୂଜାର ଆଖିରେ ପଶ୍ଚାତାପ ଥିଲା। ସେ ସମ୍ପୂର୍ଣ୍ଣ ରୂପରେ ଭାଙ୍ଗିଗଲା। ପୂଜା ଯିବା ପରେ ରାହୁଲ ସେମିତି ବସିଥାଏ ଆଉ ଦେଖୁଥାଏ ପୂଜା ସେଠାରୁ ଚାଲିଗଲା କି ନାହିଁ। ଆଉ ମନରେ ଗୋଟିଏ କଥା ଭାବୁଥାଏ, ତୁମେ ଦେଇଥିବା ଧୋକା ଦ୍ୱାରା ମୁଁ ଭାଙ୍ଗି ନାହିଁ, ଓଲଟି ନିଜକୁ ଗଢ଼ି ପାରିଛି ଭଲ ମଣିଷଟେ କରି। ଆଖି ବନ୍ଦ କରି ପୂଜା ସହ ବିତେଇଥିବା ଦିନଗୁଡ଼ିକ ମନେ ପକାଇଲା। କିଛି ବର୍ଷ ପୂର୍ବେ
ଥରେ ରାତିରେ ରାହୁଲ ଗୋଟିଏ ଭଙ୍ଗା ଚେୟାର ଉପରେ ବସି ବସି ତା ବାପାଙ୍କୁ କହୁଥାଏ, ବାପା ମୁଁ ଏଠାରେ ରହିକି କିଛି ବି କରିପାରିବିନି। ପିତା ଚୁପ୍ ଥିଲେ। ମା' ଚୁଲିରେ ରୋଷେଇ କରୁଥିଲେ ଓ ରାହୁଲର ଆଖିରେ ଗୋଟିଏ ବଡ଼ ସ୍ୱପ୍ନ ଥିଲା, ଯାହା ତା'ଠାରୁ ବହୁତ ଦୂରରେ। ମୁଁ ଦିଲ୍ଲୀ ଯିବାକୁ ଚାହୁଁଛି ବାପା, କାହିଁକି ନା ଏଠାରେ କ୍ଷେତରେ ତ ପେଟ ପୁରିଯିବ, କିନ୍ତୁ ସ୍ୱପ୍ନ ପୂରଣ ହେବନି। ବାପା କହିଲେ, ହଉ ଯା, ହେଲେ ଗୋଟେ କଥା ସବୁବେଳେ ମନେ ରଖିବୁ, ଆମେ ଗରିବ ହୋଇପାରୁ, ହେଲେ କେବେ ଖରାପ କାମ କରିବୁନି। ଯାହା ବି କରିବୁ ପରିଶ୍ରମର ସହ କରିବୁ ଆଉ ସତ୍ ରାସ୍ତାରେ କରିବୁ। କେବେ କାହାକୁ ଧୋକା ଦେବୁନି, ଧୋକା ଦେଇକି କୌଣସି ବି କାମ କରିବୁନି। କାହିଁକି ନା ଯେଉଁଦିନ ଯାହାକୁ ଧୋକା ଦେବୁ ସେହିଦିନ ନିଜକୁ ମଧ୍ୟ ହଜାଇ ଦେବୁ। ରାହୁଲର ଆଶା ବହୁତ ଥିଲା। ତାପରେ ପରଦିନ ଗାଁ ଛାଡ଼ି ସହରକୁ ଗଲା, ଦିଲ୍ଲୀକୁ। ଦିଲ୍ଲୀରେ ସବୁକିଛି ତାକୁ ନୂଆ ନୂଆ ଲାଗିଲା। ସେଠାରେ ପ୍ରତ୍ୟେକ ବ୍ୟକ୍ତି ଖାଲି ନିଜେ ନିଜ ସହ ଦୌଡ଼ୁଥାନ୍ତି। ରାହୁଲ ଏସବୁ ଦେଖି ହଇରାଣ ହୋଇଗଲା, କାରଣ ସେ କେବେ ବି ଏତେ ଲୋକ ଏକାଠି ହେବାର ଦେଖିନାହିଁ। ତା ପାଖରେ ରହିବାକୁ ଜାଗା ଥିଲା ନା କେହି ଚିହ୍ନା ପରିଚୟ ଥିଲେ ଦିଲ୍ଲୀ ସହରରେ। ବାସ୍ କିଛି ପଇସା, ତା ସହ ଗୋଟିଏ ଫଟା ବ୍ୟାଗ୍ ଆଉ ବାପା ମାଆଙ୍କର ଦିଆଯାଇଥିବା ଶିକ୍ଷା ସଂସ୍କାର। ଆରମ୍ଭରୁ ଗୋଟିଏ ଢାବାରେ କାମ କରିବାକୁ ଲାଗିଲା ରାହୁଲ, ଯେଉଁଠାରେ ଖାଇବା ଆଉ ରହିବା ମିଳିଯାଉଥିଲା। ଢାବାରେ ଟେବୁଲ ସଫା କରୁଥିଲା, ଝାଡ଼ୁ ଏସବୁ କରୁଥିଲା। ଆଉ ରାତିରେ ତା ସ୍ୱପ୍ନକୁ କିପରି ପୂରଣ କରିବ ସେ ବିଷୟରେ ଗୋଟିଏ କୋଣରେ ବସି ଭାବୁଥାଏ। କିନ୍ତୁ ରାହୁଲକୁ ଏଠି ରହିବାର ଇଚ୍ଛା ନଥିଲା। ସେ ନିଜକୁ କହୁଥିଲା କି ମୁଁ ବାସନ ମାଜିବାକୁ ନୁହେଁ, ମୋ ଭାଗ୍ୟ ବଦଳାଇବାକୁ ଆସିଛି। ଥରେ ଗୋଟିଏ ଦିନ IT କମ୍ପାନୀରେ ଚପରାସିର ଚାକିରି ମିଳିଗଲା। ମାସକର ଦରମା ବହୁତ କମ୍ ଥିଲା, କିନ୍ତୁ ସ୍ୱପ୍ନକୁ ପୂରଣ କରିବାକୁ କାଫି ଥିଲା। ସକାଳୁ ସକାଳୁ ଅଫିସ୍ ପହଞ୍ଚି ଯାଉଥିଲା ରାହୁଲ। ସମସ୍ତଙ୍କ ପାଇଁ ଚା ବନାଉଥିଲା ଓ ଡକ୍ୟୁମେଣ୍ଟ ଏଠାରୁ ସେଠାକୁ ନେଇଯାଉଥିଲା। କିନ୍ତୁ ଯେତେବେଳେ ସମସ୍ତେ ଚାଲି ଯାଉଥିଲେ, କମ୍ପ୍ୟୁଟର ପାଖରେ ବସି କିଛି ଦେଖୁଥିଲା ଓ ଶିଖୁଥିଲା। କିଛି ବୁଝିପାରୁନଥିଲା, କିନ୍ତୁ ହାର ମାନୁନଥିଲା। ୟୁଟ୍ୟୁବ୍, ଗୁଗଲ, ଶସ୍ତା ଇୟରଫୋନ୍ ଆଉ ଗଳିରେ ଥିବା ଶସ୍ତା ସାଇବର କାଫେ, ବାସ୍ ସେତିକି ଥିଲା ରାହୁଲ ପାଖରେ। ରାତିରେ କମ୍ପ୍ୟୁଟର ପାଖେ ବସି କିଛି ଶିଖୁଥିଲା। କମ୍ପ୍ୟୁଟରରେ କିପରି କାମ କରାଯାଏ ଅନଲାଇନ୍ରୁ ଦେଖି ଶିଖିବାକୁ ଲାଗିଲା। କିନ୍ତୁ ସକାଳ ପାଇବା ମାତ୍ରେ ହିଁ ରାହୁଲ ଅଫିସରେ ପହଞ୍ଚି ଯାଉଥିଲା। ସବୁଠାରୁ ପ୍ରଥମେ ଯାଉଥିଲା ଆଉ ସମସ୍ତଙ୍କ ଶେଷରେ ହିଁ ଫେରୁଥିଲା। ଥରେ ଅଫିସରେ ପୂଜା ନାମକ ଝିଅ ଆସି ଜଏନ୍ କଲା। ଦେଖିବାକୁ ବହୁତ ସୁନ୍ଦର ଥିଲା ଆଉ ଆତ୍ମବିଶ୍ୱାସୀ ମଧ୍ୟ ଥିଲା। ରାହୁଲ ଆଜି ପର୍ଯ୍ୟନ୍ତ କେବେ କୌଣସି ଝିଅକୁ ଚାହିଁ ନାହିଁ। ପ୍ରଥମ ଥର ପାଇଁ ସେ ଝିଅକୁ ପୁରା ପାଖରୁ ହିଁ ଚାହିଁଲା। ପୂଜା ସମସ୍ତଙ୍କ ନଜରରେ ଥିଲା। ଜଣା ନାହିଁ କ'ଣ ପାଇଁ ରାହୁଲକୁ ଦେଖି ମୁରୁକି ହସୁଥାଏ ପୂଜା। ଯେତେବେଳେ ରାହୁଲ ଚା ନେଇକି ତା ପାଖକୁ ଯାଏ, ସେ କୁହେ, ତୁମେ ବହୁତ ପରିଶ୍ରମୀ ରାହୁଲ, ତୁମ ଆଖିରେ ସତ୍ ଦେଖାଯାଉଛି। ଏହି କଥା ରାହୁଲକୁ ବହୁତ ଭଲ ଲାଗୁଥିଲା। ଧୀରେ ଧୀରେ କଥା ବଢ଼ିଲା। ଗୋଟିଏ ଦିନ ପୂଜା ରାହୁଲକୁ ଏକା କାଫେକୁ ଡାକିଲା। ମୁଁ ତୁମକୁ କିଛି କହିବାକୁ ଚାହୁଁଛି ରାହୁଲ। ପୂଜାର ଆଖି ତଳକୁ ଥିଲା ଆଉ ଆୱାଜ ବହୁତ ଧୀରେ ଥିଲା, ବହୁତ ଶାନ୍ତ ଥିଲା, ନରମ ଥିଲା। କହିଲା, ମୁଁ ତୁମକୁ ପସନ୍ଦ କରୁଛି ରାହୁଲ। ରାହୁଲକୁ ବିଶ୍ୱାସ ହେଉନଥିଲା କି ତା ଜୀବନରେ ମଧ୍ୟ ପ୍ରେମ ହୋଇପାରିବ। ରାହୁଲ ମଧ୍ୟ ସେ କଥାରେ ରାଜି ହେଲା। ସେ ମଧ୍ୟ ପୂଜାକୁ ଟିକେ ଟିକେ ଭଲ ପାଉଥିଲା। ଦୁହେଁ ଦେହକୁ ବହୁତ ଭଲ ପାଇଲେ। ହେଲେ ରାହୁଲ ପୂଜାକୁ ବହୁତ ଭଲ ପାଇବା ଦେଉଥିଲା। କିନ୍ତୁ ସେ ଜାଣିନଥିଲା ପୂଜାକୁ ଭଲ ପାଇବା ପରେ ସେ ନିଜକୁ ଡୁବେଇ ଦେବ। ଥରେ ପୂଜା କହିଲା, ରାହୁଲ, ମୋ ମାଆଙ୍କ ଦେହ ବହୁତ ଖରାପ, 1 ଲକ୍ଷ ଟଙ୍କା ଦରକାର, ଦୟାକରି ମୋତେ ଦେଇଥାଅ, ସୁବିଧା ଦେଖିକି ମୁଁ ତୁମକୁ ଫେରାଇ ଦେବି। ରାହୁଲ ପାଖରେ କିଛି ସଞ୍ଚୟ କରିଥିଲା। ବହୁତ ଟଙ୍କାଟେ କରି ସବୁ ଯୋଡ଼ି ରଖିଥିଲା। ହେଲେ ସବୁ କିଛି ପୂଜାକୁ ଦେଇଥିଲା ବିନା ପ୍ରଶ୍ନରେ। କିଛି ବି ପ୍ରଶ୍ନ କରିନଥିଲା ପୂଜାକୁ, କାହିଁକି ନା ତା ଉପରେ ବିଶ୍ୱାସ ଥିଲା। ପୂଜା କାନ୍ଦିକି ରାହୁଲକୁ ଚାବୁଡ଼ି ଧରିଲା। କହିଲା, ତୁମର ଏହି ସାହାଯ୍ୟ ମୁଁ କେବେ ବି ଭୁଲି ପାରିବିନି। କିନ୍ତୁ ଏଇଟା ତାର ମିଛ କଥା ଥିଲା। ପରଦିନ ଅଫିସରେ ଛୁଟି ନେଇ ଚାଲିଗଲା ଆଉ କେବେ ବି ଫେରିଲାନି। କିନ୍ତୁ ରାହୁଲର ବିଶ୍ୱାସ ଥିଲା କି ପୂଜା ନିଶ୍ଚିତ ଫେରିବ। ସବୁଦିନ ସକାଳେ ଯାଇ ଅଫିସର ବାହାରେ ଅପେକ୍ଷା କରେ। ଯେତେବେଳେ ରିସେପସନ୍ର କିଛି ଘଣ୍ଟି ବାଜେ, ସେତେବେଳେ ରାହୁଲର ଛାତି ଭିତରଟା ଧକ୍ ଧକ୍ ହୋଇଥାଏ। କିନ୍ତୁ ପୂଜା ତରଫରୁ କିଛି ବି କଲ୍ ନା ମେସେଜ କିଛି ବି ଆସୁନଥାଏ। ଏମିତି 15 ଦିନ ବିତି ଯାଇଥିଲା। ରାହୁଲ ଭାଙ୍ଗି ପଡ଼ିଯାଉଥାଏ। ସେ ସବୁବେଳେ ଅଫିସ ଆସେ, କାମ କରୁଥାଏ, ସମସ୍ତଙ୍କୁ ଚା ଦିଏ। ହେଲେ ପୂଜା
ଅପେକ୍ଷା କରିଥାଏ। ସେ ଭୁଲି ନଥାଏ କେତେବେଳେ ପୂଜା ଆସିବ ମନେ ପଡ଼ିଯାଏ। ଗୋଟେ ଦିନ ଅଫିସର 2 କର୍ମଚାରୀ କଥା ହେଉଥିଲେ। ଆରେ ସାଙ୍ଗ, ଜାଣିଛୁ ନା ପୂଜା ବାହା ହୋଇସାରିଲାଣି, ତା ପୁଣି ଏଇ କମ୍ପାନୀର ମାଲିକର ପୁଅ ସହ। ରାହୁଲ ଏକଥା ଶୁଣି ଷ୍ଟାଚୁ ପରି ଠିଆ ହୋଇଗଲା। ସେ ବୁଝିପାରୁନଥାଏ କ'ଣ ହୋଇଗଲା। ସେ ଚା କପ୍ ଛାଡ଼ି ଦୌଡ଼ିଲା ବାହାରକୁ ଆସି ଫୋନ୍ ବାହାର କଲା। ପୂଜାର ନମ୍ବରକୁ ଫୋନ୍ କଲା, ହେଲେ ପୂଜା ଫୋନ୍ ଲାଗିଲା ନାହିଁ। ତାପରେ ପୂଜା ଯେଉଁଠାରେ ରହୁଥିଲା ସେଠାକୁ ଗଲା, ହେଲେ ସେଠାରେ ତାଲା ପଡ଼ିଥିଲା। ପୂଜାର ପଡ଼ୋଶୀ କହିଲେ ସେ ତ ଚାଲିଗଲାଣି, ଜଣା ନାହିଁ କୁଆଡ଼େ ଗଲା। ଏବେ ରାହୁଲ ବୁଝିପାରିଲା କି ସେ କେବଳ ମିଛ ଭଲ ପାଇବାର ନାଟକ କରୁଥିଲା, କେବଳ ମୋଠୁ ଟଙ୍କା ନେବା ପାଇଁ। ରାହୁଲ ଘରକୁ ଆସି ଡୋର୍ ବନ୍ଦ କରିଦେଲା ଆଉ ଲାଇଟ୍ ଅଫ୍ କରି ଅନ୍ଧାରରେ ବସିଲା। ରାହୁଲ ବହୁତ ଜୋରେ ଭାଙ୍ଗି ପଡ଼ିଲା। ତା ବିବେକ କହୁଥାଏ ଏବେ ସବୁକିଛି ତୋର ସରିଗଲା। ହେଲେ ମନେ ପଡ଼ିଲା ମାଆର କଥା, ପୁଅ ଧୋକା କାହାକୁ ଦେବୁନି। ଯଦି ତୋତେ କେହି ବି ଧୋକା ଦିଏ ତେବେ ଭାଙ୍ଗି ପଡ଼ିବୁନି, ଲଢ଼ିବା ଶିଖିବୁ। ସେଇଠାରୁ ଆଉ ଗୋଟେ ନୂଆ ଜୀବନ ଆରମ୍ଭ କରିବୁ। ସେହି ସମୟରେ ରାହୁଲ ବସିଥିବା ଜାଗାରୁ ଉଠି ଠିଆ ହେଲା, ଲୁହ ପୋଛିଲା। ନିଜକୁ କହିଲା ଏବେ ମୁଁ ଆଉ ରହିବିନି, ଏବେ ମୁଁ କେବଳ ମୋ ନାଁ ହିଁ ବନେଇବି। ଯାହା ଶୁଣିକି ସେ ଦୁଃଖ କରିବ, ଯେ ତାକୁ ଧୋକା ଦେଇଛି, ତାଠୁ ଦୂରକୁ ଠେଲି ଦେଇଛି। ଆଉ ସେହିଦିନ ଠାରୁ ଅସଲି ଲଢ଼େଇ ଆରମ୍ଭ କଲା ରାହୁଲ। ଧୋକା ଖାଇ ଭାଙ୍ଗିଥିଲା ସତ, କିନ୍ତୁ ହାର ମାନିଲାନି। ଏବେ ତା ପାଖରେ ଭଲ ପାଇବା ନଥିଲା, ବାସ୍ ଗୋଟେ ହିଁ ଜିନିଷ ଥିଲା, ଲକ୍ଷ୍ୟ ହାସଲ କରିବା। ଦିନରେ ସେହି ଚପରାସିର କାମ କରୁଥିଲା, ସନ୍ଧ୍ୟାରେ ସାଇବର କାଫେ ଯାଇ କମ୍ପ୍ୟୁଟରରୁ ଭଲ ଭାବରେ ଶିଖୁଥିଲା। ରାତି ସାରା ଶିଖୁଥାଏ, ଆଉ କେତେବେଳେ କିବୋର୍ଡ଼ ଉପରେ ହିଁ ତା'ର ନିଦ ଭାଙ୍ଗେ, ସକାଳ ପାଇଯାଏ। ସେ ଚା ବାଲା ଯୁବକ ଏବେ ସଫ୍ଟୱେୟାର ଇଞ୍ଜିନିୟର ହେଲା। ଟେବୁଲ ଉପରେ ବସିଲା। ସାଲେରୀ ଅଧିକ ମଧ୍ୟ ଆସିଲା, ଯେଉଁଥିରେ ସେ ସେକେଣ୍ଡ ହ୍ୟାଣ୍ଡ ଲ୍ୟାପଟପ୍ କିଣିଲା। ସେ ନିଜେ ନିଜକୁ କଥା ଦେଲା କି ସେ ଆଉ ଚା ଉଠେଇବନି, କମ୍ପ୍ୟୁଟର ବନେଇବ, ସିଷ୍ଟମ ବନେଇବ। ଧୀରେ ଧୀରେ ରାହୁଲ ଗୋଟେ ଆପ୍ ବନେଇଲା, ଯାହା ମାର୍କେଟକୁ ଗଲା ଓ ଲୋକଙ୍କୁ ପସନ୍ଦ ଆସିଲା। ତାପରେ ପୁଣି ଥରେ ଆଉ ଗୋଟେ ଆପ୍ ବନେଇଲା। ଧୀରେ ଧୀରେ ସେଥିରେ ସଫଳ ହେବାରେ ଲାଗିଲା। ସେ ଏବେ ଟଙ୍କା ପାଇଁ ନୁହେଁ, ପରିଚୟ ସୃଷ୍ଟି କରିବାରେ ଲାଗିଲା। ଗୋଟେ ବର୍ଷ ମଧ୍ୟରେ ରାହୁଲ ଏତେ କମେଇଥିଲା ଯେ କି ସେ ନିଜର ଗୋଟେ ଅଫିସ୍ ଖୋଲିପାରିବ। ତାପରେ ଗୋଟେ ନିଜର ଅଫିସ୍ ମଧ୍ୟ ଖୋଲି କାମ ଆରମ୍ଭ କଲା, ଯାହା ତା ପାଇଁ କେବଳ ସ୍ୱପ୍ନ ଥିଲା। କିନ୍ତୁ ଏବେ ସେ ସ୍ୱପ୍ନକୁ ସତରେ ପୂରଣ କରିପାରିଥିଲା। ଏବେ ସେ ଏକା ନଥିଲା, ତା ସାଥିରେ ବହୁତ ଗୁଡ଼ିଏ ବ୍ୟକ୍ତି ଆସି କାମ କରୁଥିଲେ। ରାହୁଲ ବନାଉଥିବା ଟେକ୍ନୋଲୋଜି ମାର୍କେଟରେ ଭଲରେ ଚାଲିଲା। ସେ କେବେ ବି କାହାଠୁ ପ୍ରତିଶୋଧ ନେଇନି, ବାସ୍ ନିଜ ପରିଶ୍ରମ ଦ୍ୱାରା ଦୁନିଆକୁ ଜବାବ ଦେଲା। ରାହୁଲର କମ୍ପାନୀର ସହରର ଟପ୍ 5 IT ସେକ୍ଟରରେ ଆସିବାକୁ ଲାଗିଲା। ପରେ ତାକୁ ଗୋଟେ ଖବର ଆସିଲା କି ସେହି କମ୍ପାନୀ, ଯେଉଁ କମ୍ପାନୀରେ ପୂର୍ବରୁ ସେ ଚପରାସି ଥିଲା, ସେ ଏବେ ବନ୍ଦ ହେବା ପରିସ୍ଥିତିରେ ଅଛି। କାହିଁକି ନା ତା ମାଲିକର ପୁଅ ଆଉ ପୂଜା ଚଳାଇ ପାରିନଥିଲେ ସେ କମ୍ପାନୀକୁ। କ୍ଲାଏଣ୍ଟ ଛାଡ଼ି ଚାଲିଯାଉଥିଲେ, ଷ୍ଟାଫ୍ ମଧ୍ୟ ଚାଲିଯାଉଥିଲେ, ଉଦ୍ଧାର ବଢ଼ିଯାଉଥିଲା। ଏବେ ତାଙ୍କ ପାଖରେ ଗୋଟିଏ ରାସ୍ତା ଥିଲା କି ସେ କମ୍ପାନୀକୁ ବିକ୍ରି କରିଦେବେ। ଓ ତାଙ୍କର ବଡ଼ ନିଷ୍ପତ୍ତି କି ତାଙ୍କ କମ୍ପାନୀ ରାହୁଲର କମ୍ପାନୀକୁ ବିକ୍ରି କରିବାର। କିନ୍ତୁ ରାହୁଲ କି ସେ କେବେ ଜାଣିନଥିଲେ। ତାଙ୍କୁ ମେସେଜ୍ ପଠାଇଥିଲେ। ସେହି ଦିନ ହିଁ ଥିଲା ଯେତେବେଳେ ଦୀପକ ଓ ପୂଜା ୱେଟିଂ ରୁମ୍ରେ ୱେଟିଂ ଚେୟାରରେ ବସିଥିଲେ, ଯେଉଁଠି ରାହୁଲ ମାଲିକ ବନିଯାଇଥିଲା। ଦୀପକ ଓ ପୂଜା ମୁହଁରେ କେତେବେଳେ ଲାଜ, କେତେବେଳେ ପଶ୍ଚାତାପ ଦେଖାଯାଉଥିଲା, ଆଉ କେତେବେଳେ ବିଶ୍ୱାସ କି ଆମକୁ ଏଠାରୁ ନିରାଶ ଯେମିତି ନ ଯାଉ, ଆଉ ଆମକୁ ବଞ୍ଚାଇ ଦିଅନ୍ତୁ। ସେ ରାହୁଲ ଯିଏ ଚପରାସି ଥିଲା, ଆଜି ସେ କମ୍ପାନୀର CEO। ଚା ସମସ୍ତଙ୍କୁ ଦେଉଥିଲା, ହେଲେ କେହି ତାକୁ ଧନ୍ୟବାଦ ଟିକେ କହୁନଥିଲେ। କାହା ଆଖିରେ ଆଖି ମିଶାଇବାଟା ବହୁତ ବଡ଼ କଥା ତା ପାଇଁ। କିନ୍ତୁ ଆଜି ସେହି ରାହୁଲ ଆଖିରେ ଆଖି ମିଶାଇ କହୁଛି, କ୍ଷମା କରିବ, ମୁଁ ଆପଣଙ୍କ କମ୍ପାନୀ କିଣିପାରିବିନି କି ସେଥିରେ ମୋର କୌଣସି ବି ଇଣ୍ଟରେଷ୍ଟ ନାହିଁ। ଏତିକିରେ କଥାଟି ସରିଯାଇଥିଲା। ପୂଜା ଦୀପକ କିଛି ବି କହିଲାନି, ଆଉ କେବଳ ଉଠି ବାହାରକୁ ଚାଲିଗଲେ। ପୂଜା କିଛି ସମୟ ଦେଖୁଥିଲା ରାହୁଲର ଆଖିକୁ, କି ଯାହାକୁ ସେ ଟଙ୍କା ପାଇଁ ଛାଡ଼ିଥିଲା, ଆଜି ସେ ପଇସା ଚେୟାରରେ ବସିଛି। ସେ ଦୀପକକୁ କହିଲା, ଦୀପକ ତୁମେ ଅପେକ୍ଷା କର, ମୁଁ ଟିକେ ଆସୁଛି କ୍ୟାବିନ୍ ଭିତରୁ ବ୍ୟାଗ୍ଟି ଆଣି। ପୂଜା ରାହୁଲର କ୍ୟାବିନ୍କୁ ଯାଇ ଦେଖିଲା ରାହୁଲ ଚୁପଚାପ ବସିଛି, ଯେମିତି କିଛି ବି ତା ଜୀବନରେ ବଦଳିନି। କିନ୍ତୁ ପୂଜା ଚୁପଚାପ ସେଠାରେ ଠିଆ ହେଲା। ପୂଜାର ଆଖିରେ ପଶ୍ଚାତାପ ଥିଲା। ପୂଜା କହିଲା, ରାହୁଲ କ'ଣ ତୁମେ ମୋତେ କ୍ଷମା କରିପାରିବ? ରାହୁଲ ପୂଜାକୁ ଚାହିଁଲା। ଚେହେରାରେ ବହୁତ ଶାନ୍ତ ଥିଲା, ହେଲେ ଆଖିରେ ଟିକେ କ୍ରୋଧ ଥିଲା। ରାହୁଲ କହିଲା,
ପୂଜା କ'ଣ ପାଇଁ କ୍ଷମା ମାଗୁଛ? ପୂଜାର ଆଖିରେ ଲୁହ ବାହାରି ଆସିଲା। କହିଲା, ମୁଁ ତୁମକୁ ଛାଡ଼ିଥିଲି କେବଳ ତୁମ ପାଖରେ କିଛି ନଥିଲା। ତୁମ ଟଙ୍କାକୁ ଠକି ନେଇ ମିଛ କହିଥିଲି, ତୁମ ଭରସା ଭାଙ୍ଗିଥିଲି ଓ ଅନ୍ୟ ଜଣଙ୍କୁ ବିବାହ କରିଲି। ମୋତେ ଜଣା ନାହିଁ ସେହି ସମୟରେ ମୋ ଭିତରେ କ'ଣ ହେଉଥିଲା। କିନ୍ତୁ ଆଜି ମୁଁ ନିଜକୁ ଦେଖୁଛି ଯେ ମୁଁ ତୁମକୁ ହଜାଇନି, ମୁଁ ନିଜକୁ ଖତମ କରିଦେଇଛି। ରାହୁଲ, ଯଦି ପାରିବ ତେବେ ଥରଟିଏ ପାଇଁ ମୋତେ କ୍ଷମା କରିଦେବ। ମୁଁ ଜାଣିଛି ମୁଁ ଯାହା କରିଛି ତା ପାଇଁ କ୍ଷମା ନାହିଁ, କିନ୍ତୁ କ'ଣ ଆମେ ପୁଣି ଥରେ ଆଉ ଗୋଟିଏ ଜୀବନ ଆରମ୍ଭ କରିପାରିବାନି? ଗୋଟିଏ ଏମିତି ଜୀବନ ଯେଉଁଠି କେବେ ମିଛ ନଥିବ, ନା ଲୋଭ ନା ଧୋକା, କେବଳ ତୁମର ମୋର ସାଙ୍ଗରେ ରହିବା। ଯାହା ଆମେ ପୁରୁଣା କଷ୍ଟକୁ ପଛକୁ ଛାଡ଼ିଦେବା। ସବୁଦିନ ସକାଳେ କେବଳ ଦୁଇ ଜଣଙ୍କର ହସରୁ ହିଁ ସମୟ ବିତାଇବା। ମୁଁ କଥା ଦେଉଛି ରାହୁଲ, ଏହାପରେ ମୁଁ କେବେ ବି ଛାଡ଼ିବିନି। ଆପରଠୁ ତୁମ ସାଥିରେ ରହିବା ପାଇଁ ନୁହେଁ, ତୁମ ପାଇଁ ବଞ୍ଚିବା ପାଇଁ ହିଁ ଚାହୁଁଛି। ବାସ୍ ଗୋଟେ ସୁଯୋଗ ଦେଇଦିଅ ରାହୁଲ, ପ୍ଲିଜ୍। ରାହୁଲ ଚୁପ୍ ଥିଲା। ଏସବୁ ଶୁଣି କହିଲା, ପୂଜା, ତୁମେ ସେଦିନ ଯଦି ଧୋକା ଦେଇନଥାନ୍ତ ତେବେ ହୁଏତ ମୁଁ ଆଜି ଏଠି ପହଞ୍ଚି ପାରିନଥାନ୍ତି। ତ କ୍ଷମା କରିବାର କଥା ଏଠି କିଛି ନାହିଁ, କାହିଁକିନା ତୁମର ଗୋଟିଏ ଧୋକା ମୋର ପ୍ରେରଣା ସବୁଠି ବନିଗଲା। ମୁଁ ତୁମକୁ କେବେ ବି ହଜାଇନି। ମୁଁ ତୁମ ଜାଗାରେ ମୋ ନିଜକୁ ପାଇଗଲି। ଆଉ ରହିଲା ସାଥିରେ ରହିବା, ମୁଁ ସେହି ରାହୁଲ ନୁହେଁ ଯେ କାହା ସାଥ ପାଇଁ ବିକଳ ହେବ। ଏବେ ସେଠାରେ ମୁଁ ପହଞ୍ଚିଛି ଯେଉଁଠି ମୋ ସାଥ ଦେବା ପାଇଁ ବହୁତ ଜଣ ଅଛନ୍ତି। ପୂଜା କାନ୍ଦୁଥିଲା ଓ କହିଲା, କ'ଣ ଆମେ ଆଉ ଥରେ? ପୂଜାକୁ ରୋକି ରାହୁଲ କହିଲା, ନା ପୂଜା, ମୁଁ ତୁମ ସାଥିରେ ରହି ସବୁକିଛି ହରାଇଛି, ଆଉ ଏକା ରହି ସବୁକିଛି ପାଇଛି। ଏବେ ମୁଁ ତୁମକୁ ନିଜର କରିପାରିବିନି, କାହିଁକିନା ତୁମ ସାଥିରେ ରହିଲେ ବୋଧହୁଏ ମୋର ପରିଶ୍ରମ ସବୁ ବୃଥାରେ ଯିବ। ତୁମେ ଏବେ ଯାଇପାର ବିନା ଟେନସନରେ। ନା ମୁଁ ତୁମ ଉପରେ ରାଗିଛି, ତମ ପ୍ରତି ମୋ ମନରେ କୌଣସି ବି ରାଗ ନାହିଁ। ଏସବୁ ପୂଜା ଶୁଣି ଚୁପଚାପ ସେଠାରୁ ଚାଲିଗଲା। ବାହାରେ ଦୀପକ ବସିଥାଏ। ତାପରେ ପୂଜା, ଦୀପକ ସେଠାରୁ ଚାଲିଗଲେ। ରାହୁଲ ଝରକାରୁ ଦେଖୁଥାଏ ଦୁଇ ଜଣଙ୍କୁ। ରାହୁଲ ମନରେ ଗୋଟିଏ କଥା ଥିଲା, କେବେ ବି ସେ ଭାଙ୍ଗିବନି। ତେଣୁକରି ବନ୍ଧୁଗଣ, ଯଦି ତୁମକୁ ଏହିପରି କେହି ବ୍ୟବହାର କରି ଛାଡ଼ି ଦେଉଛି ତ ନିଜକୁ ଶେଷ କରନ୍ତୁନି। ଆଉ ଗୋଟିଏ ନୂଆ ଜୀବନ ଗଢ଼ାଇବାକୁ ଚେଷ୍ଟା କରନ୍ତୁ। ସମାଜକୁ ଦେଖାଇ ଦିଅନ୍ତୁ ତୁମେ କ'ଣ, ଆଉ ତୁମ ପରିଚୟ ସୃଷ୍ଟି କରନ୍ତୁ। ଆପେ ଆପେ ସମସ୍ତେ ସମସ୍ତଙ୍କର ଭୁଲ ବୁଝିପାରିବେ ଆଉ ତୁମକୁ ହରାଇଥିବାର ପଶ୍ଚାତାପ ମଧ୍ୟ କରିବେ। ଆପଣମାନେ ଏହି ପରିସ୍ଥିତିରେ କ'ଣ କରିବେ ନିଶ୍ଚିନ୍ତ କମେଣ୍ଟରେ ଜଣାନ୍ତୁ। ଯଦି କାହାଣୀଟି ଭଲ ଲାଗିଥାଏ ନିଶ୍ଚିନ୍ତ ଲାଇକ୍, ସେୟାର, ସବସ୍କ୍ରାଇବ୍ କରିଦିଅନ୍ତୁ। ଆଉ କମେଣ୍ଟରେ ଜଣାନ୍ତୁ କିପରି ଲାଗିଲା।